ବାକ୍ୟରେ ବିଶେଷଣ ପଦ କେଉଁଠାରେ ବସେ? ବାକ୍ୟରେ ବିଶେଷଣ ପଦ ଆମର କେଉଁଠାରେ ବସିବ? ବିଶେଷ ପଦ ପୂର୍ବରୁ ନା ବିଶେଷ ପଦ ପରେ ନା ବସେ ନାହିଁ ନା କର୍ତ୍ତା ପରେ। ତାହେଲେ ଆମର ବିଶେଷଣ କେତେବେଳେ ବସେ? କେଉଁଟା ଆମର କରେକ୍ଟ ଆନ୍ସର ହେଇଯିବ? ତାହେଲେ ଆମର ବାକ୍ୟରେ ବିଶେଷଣ କେଉଁଠି ବସେ? ନା ଆମର ବିଶେଷ୍ୟ ପଦ ପୂର୍ବରୁ। ଅପସନ୍ ଏଇଟା ହେଉଛି ତୁମର କରେକ୍ଟ ଆନ୍ସର। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖ। ସକାଳେ କାମ ଆରମ୍ଭ ହୁଏ। ସକାଳେ କାମ ଆରମ୍ଭ ହୁଏ। ରେଖାଙ୍କିତ ପଦଟି କେଉଁ କାରକ ଅଟେ? କର୍ମକାରକ ନା କର୍ତ୍ତାକାରକ ନା ଅଧିକରଣ କାରକ ନା ସମ୍ପ୍ରଦାନ କାରକ? ଦେଖ ଆମର ଏସବୁ ରହିଲା କାରକ। ତାହେଲେ ଆମର ସକାଳେ ଦେଇଛି, ତାହେଲେ ଏଇଠି ଆମର କେଉଁ କାରକ ବସେ? କର୍ମ ନା କର୍ତ୍ତା ନା ଅଧିକରଣ ନା ସମ୍ପ୍ରଦାନ? କେଉଁଟା ଆମର କରେକ୍ଟ ଆନ୍ସର ହେଇଯିବରେ? ଆମର ଅଧିକରଣ କାରକ। ଅପସନ୍ ସି ଯେଉଁମାନେ ଚୁଜ୍ କରିଛ ସେମାନଙ୍କର କରେକ୍ଟ ଆନ୍ସର। ପରବର୍ତ୍ତୀ ପ୍ରଶ୍ନ ଅଛି ଦେଖ କ'ଣ। ପରବର୍ତ୍ତୀ ପ୍ରଶ୍ନ ହେଲା ନ। ଏହି ପଦଟି ବାକ୍ୟରେ କେଉଁଠାରେ ବସେ? ନ ବାକ୍ୟ ଆରମ୍ଭରେ ନା କ୍ରିୟାପଦ ପୂର୍ବରୁ ନା କ୍ରିୟାପଦ ପୂର୍ବରୁ ନା କ୍ରିୟାପଦ ପରେ? କର୍ତ୍ତା ପଦ ପରେ। ତାହେଲେ ଆମର ନ କେଉଁଠାରେ ବସିରେ? ଆମର ନା କ୍ରିୟାପଦ ପୂର୍ବରୁ। ଅପସନ୍ ସି ଯେଉଁମାନେ ଚୁଜ୍ କରିଛ ତାଙ୍କର କରେକ୍ଟ ଆନ୍ସର। ପରବର୍ତ୍ତୀ ପ୍ରଶ୍ନ ଅଛି ନିମ୍ନୋକ୍ତ ମଧ୍ୟରୁ କେଉଁ ବାକ୍ୟ ରୂପଟି ପ୍ରଜାତ୍ମକ ରୂପ ଅଟେ? ସରଳ ବାକ୍ୟ, ଜଟିଳ ବାକ୍ୟ, ପ୍ରଶ୍ନସୂଚକ ବାକ୍ୟ ନା ଯୌଗିକ ବାକ୍ୟ? 24 ନମ୍ବର ସଠିକ୍ ଉତ୍ତର କେଉଁଟା ହେଉଛି? ଆମର ପ୍ରଶ୍ନସୂଚକ ବାକ୍ୟ। ଅପସନ୍ ସି ଯେଉଁମାନେ ଚୁଜ୍ କରିଛ ସେମାନଙ୍କର ଏଠି କରେକ୍ଟ ଆନ୍ସର। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ଦେଖ ଏଠି ତୁମର ମିନି ମାରାଥନ୍ କ୍ଲାସ୍ ଚାଲିଛି, ଯାହା ତୁମର ସ୍ପିଡ୍ ମକ୍ ଟେଷ୍ଟ ରହୁଛି। ଫଟାଫଟ ଆନ୍ସର ଦେବାକୁ ଚେଷ୍ଟା କର। ପରବର୍ତ୍ତୀ ପ୍ରଶ୍ନ ହେଉଛି ନିମ୍ନୋକ୍ତ ମଧ୍ୟରୁ କେଉଁ ବାକ୍ୟ ରୂପଟି ଗଠନାତ୍ମକ ରୂପେ ଅଟେ? ଗଠନାତ୍ମକ ରୂପ ଅଟେ। ବିବୃତ୍ତିସୂଚକ ବାକ୍ୟ ନା ବିସ୍ମୟସୂଚକ ବାକ୍ୟ ନା ନାସ୍ତିସୂଚକ ନା ମିଶ୍ର ବାକ୍ୟ? ତାହେଲେ ଆମର ଏଇଟା କରେକ୍ଟ ଆନ୍ସର କେଉଁଟା ହେଇଯିବ? ଦେଖ ନିହାତି ଭାବରେ ଏସବୁ ମକ୍ ଟେଷ୍ଟ ତୁମର ଆସୁଛି, ଏସବୁ ସିଲେକ୍ଟିଭ୍ କୋଶ୍ଚିନ୍ ତୁମର OTT ଏକ୍ଜାମ୍ରେ ଆସୁଛି। ତାହେଲେ ଏହାର କରେକ୍ଟ ଆନ୍ସର ହେଉଛି ମିଶ୍ର ବାକ୍ୟ। ଅପସନ୍ ଡିଟା ହେଉଛି କରେକ୍ଟ ଆନ୍ସର। ପରବର୍ତ୍ତୀ ପ୍ରଶ୍ନ ହେଉଛି ନିମ୍ନୋକ୍ତ ମଧ୍ୟରୁ କେଉଁଟି ସଂଯୋଜକ ଅବୟ ନୁହେଁ? ମାତ୍ରା, ପ୍ରତି, କିନ୍ତୁ ଓ ସଂଯୋଜକ ଅବୟ ଆମର କେଉଁଟା ନୁହେଁ କହିଛି। ତାହେଲେ ଆମର କେଉଁଟା ହେବ? ନା ପ୍ରତି। ଅପସନ୍ ବିଟା ହେଉଛି ତୁମର ଏଠି କରେକ୍ଟ ଆନ୍ସର। ପରବର୍ତ୍ତୀ ପ୍ରଶ୍ନ ହେଉଛି କ'ଣ। ନିମ୍ନୋକ୍ତ ମଧ୍ୟରୁ କିଏ କେଉଁ ବାକ୍ୟ ରୂପଟି ଗଠନାତ୍ମକ ରୂପ ନୁହେଁ? ଗଠନାତ୍ମକ ରୂପ ନୁହେଁ। ସରଳ ବାକ୍ୟ ନା ବିସ୍ମୟସୂଚକ ବାକ୍ୟ ନା ଯୌଗିକ ବାକ୍ୟ ନା ଜଟିଳ ବାକ୍ୟ? ଦେଖ ଗଠନାତ୍ମକ ରୂପ ଯଦି କହିବା ଆମେ, ଆମର ରହୁଛି ସାଧାରଣ, ସରଳ ବାକ୍ୟ, ଯୌଗିକ ବାକ୍ୟ, ଜଟିଳ ବାକ୍ୟ, ମିଶ୍ର ବାକ୍ୟ। ଏସବୁ ହେଉଛି ଗଠନାତ୍ମକ ରୂପରୁ ଆମର ଏସବୁ ବାକ୍ୟ ରହିଲା। କିନ୍ତୁ ବିସ୍ମୟସୂଚକ ବାକ୍ୟଟା ଆମର ରହୁନି। ବିସ୍ମୟସୂଚକ ବାକ୍ୟଟା ହେଉଛି କେଉଁଟା? ନା ପ୍ରକାର୍ଯ୍ୟକ୍ରମ। ସେଇଠି ଆମର ରହିବ ବିସ୍ମୟସୂଚକ ବାକ୍ୟ, ପ୍ରଶ୍ନସୂଚକ ବାକ୍ୟ, ନାସ୍ତିସୂଚକ ବାକ୍ୟ, ବିବୃତ୍ତିସୂଚକ ବାକ୍ୟ, ଏସବୁ ରହିବ ବାକ୍ୟର ପ୍ରଜାତ୍ମକ କାର୍ଯ୍ୟରେ। ତାହେଲେ ଗଠନାତ୍ମକ ଦୃଷ୍ଟିରୁ ଏସବୁ ରହୁଛି ଆମର ସରଳ ବାକ୍ୟ, ଯୌଗିକ ବାକ୍ୟ, ଜଟିଳ ବାକ୍ୟ। ବୁଝିପାରିଲ? ତାହେଲେ ବାକ୍ୟ ମଧ୍ୟ କାହାକୁ କୁହାଯାଏ ଜାଣିଛ? ସରଳ ବାକ୍ୟ କାହାକୁ କୁହାଯାଏ? ଗୋଟିଏ ମାତ୍ର ଯଦି ସମାପିକା କ୍ରିୟା ଅଛି ତାକୁ ଆମେ କ'ଣ କହିବା? ସରଳ ବାକ୍ୟ। ଗୋଟେ ମାତ୍ର ସମାପିକା କ୍ରିୟା ଯଦି ଅଛି ତାକୁ ଆମେ କ'ଣ କହିବା? ସରଳ ବାକ୍ୟ। ଏକ୍ଜାମ୍ପଲ୍ କ'ଣ? ଗୋବର୍ଦ୍ଧନ ଦରିଦ୍ରମାନଙ୍କୁ ସେବା କରନ୍ତି। ତାହେଲେ ଏଇଠି କ'ଣ? ସେବାଟା ହେଉଛି ଗୋଟେ ମାତ୍ର ସମାପିକା କ୍ରିୟା, କାର୍ଯ୍ୟକୁ ବୁଝଉଛି। ନମିତା ତାଙ୍କ ଘର ଲୋକଙ୍କୁ ଭଲ ପାଆନ୍ତି ଗୋଟେ କାର୍ଯ୍ୟକୁ ବୁଝଉଛି। ଏସବୁ ଗୋଟେ ମାତ୍ର ସମାପିକା କ୍ରିୟା ଅଛି। ତାହେଲେ ଜାଣିପାରିଲ ସରଳ ବାକ୍ୟ, ଯୌଗିକ ବାକ୍ୟ କ'ଣ? ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ପରବର୍ତ୍ତୀ ପ୍ରଶ୍ନ ହେଉଛି ନିର୍ଦ୍ଦିଷ୍ଟ ବିଷୟକ ବକ୍ତବ୍ୟ ପ୍ରକାଶ କରୁଥିବା ବାକ୍ୟକୁ କ'ଣ କୁହାଯାଏ? ବିବୃତ୍ତିସୂଚକ ନା ଆଦେଶସୂଚକ ନା ବିସ୍ମୟସୂଚକ ନା ବକ୍ତବ୍ୟ ସୂଚକ? ଗୋଟେ ନିର୍ଦ୍ଦିଷ୍ଟ ବକ୍ତବ୍ୟ ପ୍ରକାଶ କରୁଥିବା ଆମର କ'ଣ କହିବା? ସେଇଟା କେଉଁ ବାକ୍ୟ କହିବା? ତାହେଲେ ଏହାର କରେକ୍ଟ ଆନ୍ସର କେଉଁଟା ହେଉଛି? ମୁଁ ତୁମକୁ ଅଲରେଡ଼ି କହିଛି, ମନେ ରଖ। ଆମେ କିପରି ଜାଣିବା ସାଧାରଣ ବିବୃତ୍ତି ସୂଚକ କିପରି ଜାଣିବା? ନା ଆମର ବିବୃତ୍ତି ସୂଚକ ମନେ ରଖ
କ'ଣ ନା ଗୋଟେ ନିର୍ଦ୍ଦିଷ୍ଟ ବିଷୟକ ବିବୃତ୍ତି ବା ବ୍ୟକ୍ତିକୁ ପ୍ରକାଶ କରୁଥିବା ବାକ୍ୟକୁ ଆମେ ବିବୃତ୍ତି ସୂଚକ ବାକ୍ୟ କହିବା। ଏକ୍ଜାମ୍ପଲ୍ କ'ଣ, ଏ ବର୍ଷ ପ୍ରବଳ ଶୀତ ହୋଇଛି। ତାହେଲେ ଏଇଟା କ'ଣ ଗୋଟେ ନିର୍ଦ୍ଦିଷ୍ଟ ମାନେ ଗୋଟେ ନିର୍ଦ୍ଦିଷ୍ଟ ସମୟକୁ ବା ଟାଇମ୍କୁ ବୁଝାଉଛି। ତାହେଲେ ଏ ବର୍ଷ ପ୍ରବଳ ବର୍ଷା ହେଇଛି, ଏ ବର୍ଷ ପ୍ରବଳ ବର୍ଷା ହେଇଛି, ହଁ ନିର୍ଦ୍ଦିଷ୍ଟ ଭାବରେ ହେଇଛି, କାର୍ଯ୍ୟଟା ହେଇଛି। ତାହେଲେ ଏଇଟା ହେଉଛି ଆମର କ'ଣ ବିବୃତ୍ତି ସୂଚକ। ବୁଝିପାରିଲ? ଏ ହେଇଗଲା ଆମର କ'ଣ ବିବୃତ୍ତି ସୂଚକ। ଆଦେଶ ସୂଚକ ଗୁଡ଼ା ଆମର ନା କ'ଣ ଗୋଟେ ଅନୁରୋଧ ବା ଆଦେଶ ଭାବ ପ୍ରକାଶ କରୁଥିବା ବାକ୍ୟକୁ ଆମେ କ'ଣ କହିବା ଆଦେଶ ବା ଅନୁରୋଧ ସୂଚକ ବାକ୍ୟ। ଘରଟାକୁ ଟିକେ ସଫା କରିଦିଅ, ଆଜ୍ଞା ମୋତେ ଟିକେ ସାହାଯ୍ୟ କରନ୍ତୁ, ଏସବୁ କ'ଣ ହେଉଛି ଆମର ଆଦେଶ ସୂଚକ ବାକ୍ୟ। ବୁଝିପାରୁଛ? କ'ଣ ରିକ୍ୱେଷ୍ଟ କରୁଛନ୍ତି ଆପଣ ଜଣକୁ, ତାହେଲେ ଏସବୁ ହେଉଛି ଆଦେଶ ସୂଚକ ବାକ୍ୟ। ବିସ୍ମୟ ସୂଚକ ବାକ୍ୟ ଆମର କେଉଁଟାରେ, ବାପା ତୁମେ ଏତେ ଟଙ୍କା ଦେଲ ମୋତେ, ବାପା ତୁମେ ମିଠା ହାତେ ଆଣିଛ, ଏସବୁ କ'ଣ ଗୋଟେ ଆଶ୍ଚର୍ଯ୍ୟଜନକ ଗୋଟେ ଚକିତ ମୁଁ କରୁଛି, ତାହେଲେ ସେଇଟା ବିସ୍ମୟ ସୂଚକ ବାକ୍ୟ। ବୁଝିପାରିଲ? ନାସ୍ତି ସୂଚକ ବାକ୍ୟ ସେମିତି, ନାସ୍ତି ସୂଚନା ପ୍ରଦାନ କରୁଥିବା ବାକ୍ୟକୁ ନାସ୍ତି ସୂଚକ ବାକ୍ୟ କୁହନ୍ତି। ରୀତା ଦ୍ୱାରା ଏ କାମ କେବେ ବି ହୋଇପାରିବ ନାହିଁ, ଗୋଟେ ନାସ୍ତି ସୂଚକ। ତାହେଲେ ଗୋଟେ ସୂଚନା ପ୍ରଦାନ କରାହେଉଛି, ରୀତା ଦ୍ୱାରା ଏ କାମଟା କେବେ ହୋଇପାରିବନି, ତୁମ ନିୟମ ମୁଁ ପାଳିପାରିବି ନାହିଁ, ଏସବୁ ହେଉଛି ନାସ୍ତି ସୂଚକ ବାକ୍ୟ। ତାହେଲେ ବିବୃତ୍ତି ସୂଚକ କ'ଣ ହେବ, ଏକ ନିର୍ଦ୍ଦିଷ୍ଟ ବିଷୟ ବା ବ୍ୟକ୍ତିକୁ ପ୍ରକାଶ କରୁଥିବା ବାକ୍ୟକୁ ଆମେ କ'ଣ କହିବା ବିବୃତ୍ତି ସୂଚକ ବାକ୍ୟ। ଅପସନ୍ ଏ ଯେଉଁମାନେ ଚୁଜ୍ କରିଛ ସେମାନଙ୍କର କରେକ୍ଟ ଆନ୍ସର୍। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ତାର ପରବର୍ତ୍ତୀ ପ୍ରଶ୍ନ ହେଲା ଅନୁରୋଧ ବା ଭାବ ପ୍ରକାଶ କରୁଥିବା ବାକ୍ୟ କ'ଣ ବୁଝେଇବେ। ଅନୁରୋଧ ବା ଅନୁରୋଧ ସୂଚକ ବାକ୍ୟ। ବୁଝିପାରିଲ? ଅନୁରୋଧ ଭାବ ପ୍ରକାଶ କରୁଥିବାକୁ ଅନୁରୋଧ ସୂଚକ ବାକ୍ୟ। ଅପସନ୍ ସିଟା ହେଉଛି କରେକ୍ଟ। ପରବର୍ତ୍ତୀ ପ୍ରଶ୍ନ ଅଛି କ'ଣ ଦେଖିବା। ପରବର୍ତ୍ତୀ ପ୍ରଶ୍ନ ହେଲା କ'ଣ, ସଂଯୋଜକ ଅବୟ କାହାକୁ କୁହାଯାଏ। ସଂଯୋଜକ ଅବୟ ଆମର କାହାକୁ କୁହାଯାଏ, ଯାହା ଦୁଇଟି ବାକ୍ୟକୁ ବିଯୋଜନ କରେ, ନା ଯାହା ବାକ୍ୟରେ ଭାବକୁ କାରଣ ସୂଚକ କରେ, ନା ଯାହା ଦୁଇଟି ପଦ ବା ବାକ୍ୟକୁ ସଂଯୋଗ କରେ, ନା ଯାହା ଦୁଇଟି ପଦ ଦ୍ୱାରା ବିକଳ୍ପ ଅର୍ଥ ପ୍ରକାଶ ପାଏ। ତାହେଲେ ଆମର ସଂଯୋଜକ ଅବୟ କାହାକୁ କୁହାଯାଏ, ନା ଯାହା ଦ୍ୱାରା ଦୁଇଟି ପଦ ବା ବାକ୍ୟକୁ ସଂଯୋଗ କରେ। ଅପସନ୍ ସି ସଂଯୋଜକ ଅବୟ, ଯାହାଦ୍ୱାରା ପଦ ବା ବାକ୍ୟକୁ ସଂଯୋଗ କରେ ସେ ହେଉଛି ସଂଯୋଗ ଅବୟ। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ଆମର କ'ଣ, ଗୋପାଳ କେବଳ ପାଠ ପଢ଼େ ଆଉ କିଛି କରେ ନାହିଁ, ରେଖାଙ୍କିତ ପଦ କେଉଁ ପ୍ରକାର ଅବୟ। ଦେଖ, ଗୋପାଳ କେବଳ ପାଠ ପଢ଼େ ଆଉ କିଛି କରେନି, ଏ ଯେଉଁ ଆଉଟା ଆମର କେଉଁ ପ୍ରକାର ଅବୟ, ବିକଳ୍ପ ଅବୟ ନା ବିଭକ୍ତି ସୂଚକ ଅବୟ ନା ସଂଯୋଜକ ଅବୟ ନା ବିଯୋଜକ ଅବୟ ନା ସଂଯୋଜକ ଅବୟ। ତାହେଲେ ଆର କରେକ୍ଟ ଆନ୍ସର୍ କେଉଁଟା ହେଉଛି ନା ଆମର ସଂଯୋଜକ ଅବୟ। ଅପସନ୍ ଡିଟା ହେଉଛି ତୁମର କରେକ୍ଟ ଆନ୍ସର୍। ପରବର୍ତ୍ତୀ ପ୍ରଶ୍ନ ହେଉଛି, ମୁଁ ସ୍କୁଲକୁ ଯିବି ଏବଂ ସେଠାରେ 4ଟା ପର୍ଯ୍ୟନ୍ତ ରହିବି, ରେଖାଙ୍କିତ ପଦଟି କେଉଁ ପ୍ରକାର ଅବୟ। ତାହେଲେ ଏଇଟା ଆମର କେଉଁ ପ୍ରକାର ଅବୟ ଏବଂ କେଉଁଟା କରେକ୍ଟ ଆନ୍ସର୍ ହେଇଯିବ ନା ଆମର ସଂଯୋଜକ ଅବୟରେ। ଅପସନ୍ ସିଟା ହେଉଛି କରେକ୍ଟ ଆନ୍ସର୍। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ପୁଅ କଟକ ଗଲା ମାତ୍ର ବାପାଙ୍କୁ ଦେଖା କଲା ନାହିଁ, ରେଖାଙ୍କିତ ପଦ ଗୋଟି କେଉଁ ପ୍ରକାର ଅବୟ। ଏଇଟା ଆମର କେଉଁ ପ୍ରକାର ଅବୟ, ମାତ୍ର। ତାହେଲେ ଏଇଟା ଆମର ବିଯୋଜକ ଅବୟ। ଅପସନ୍ ବିଟା ହେଉଛି କରେକ୍ଟ ଆନ୍ସର୍। ପରବର୍ତ୍ତୀ ପ୍ରଶ୍ନ ଅଛି କ'ଣ ଦେଖ, କହିଦେବା ଖୁବ୍ ସହଜ ଅଥଚ କାର୍ଯ୍ୟରେ ପରିଣତ କରିବା କଷ୍ଟ, ଏହି ବାକ୍ୟରେ ଅବୟ ପଦଟି କେଉଁଠି। ଦେଖ, ଏଇଟା ତୁମର ଇମ୍ପୋର୍ଟାଣ୍ଟ ଅଛି, ଏଇଟା ତୁମର ମଧ୍ୟ ଏକ୍ଜାମ୍ରେ ଆସୁଛି ଏ କ୍ୱେଶ୍ଚିନ୍ଟା। କହିଦେବା ଖୁବ୍ ସହଜ ଅଥଚ କାର୍ଯ୍ୟରେ ପରିଣତ କରିବା କଷ୍ଟ, ଏହି ବାକ୍ୟରେ ଆମର ଅବୟ ପଦ କେଉଁଟା, ସହଜ ନା କରିବା ନା ଅଥଚ ନା କହିଦେବା। ଏଇଟା ଆମର ଅବୟ ପଦ କେଉଁଟା ହେବ କରେକ୍ଟ ଆନ୍ସର୍ ନା ଆମର ଅପସନ୍ ସି ହେବ ଅଥଚ। ଅପସନ୍ ସି ଯେଉଁମାନେ ଚୁଜ୍ କରିছে ସେମାନଙ୍କର କରେକ୍ଟ ଆନ୍ସର୍। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ନିମ୍ନୋକ୍ତ ମଧ୍ୟରୁ ବିଯୋଜକ ଅବୟର ସଂଜ୍ଞା କେଉଁଟା।
ବିଯୋଜକ ଅବୟର ସଂଜ୍ଞା ଆମର ଯାହାଦ୍ୱାରା ଦୁଇଟି ବାକ୍ୟର ଭାବକୁ ସଂଯୋଗ କରେ। ସଂଯୋଜକ ଅବୟର କହିଲି ସଂଜ୍ଞା କ'ଣ? ଏବେ ବିଯୋଜକ ଅବୟର ସଂଜ୍ଞା ଦେବା। ନା ଯେଉଁ ପଦ ଦ୍ୱାରା ବିକଳ୍ପ ଅର୍ଥ ପ୍ରକାଶ କରେ, ନା ଯାହା ବାକ୍ୟରେ ଭାବକୁ କାରଣ ସୂଚକ ପ୍ରଦାନ କରେ, ନା ଯାହାଦ୍ୱାରା ବାକ୍ୟର ଭାବକୁ ଅଲଗା କରେ। ତାହେଲେ ବିଯୋଜକ ଅବୟର ସଂଜ୍ଞା ଆମର କେଉଁଟା? ଯାହା ଦୁଇଟି ବାକ୍ୟର ଭାବକୁ ଅଲଗା କରେ। ଅପସନ୍ ସି ଯେଉଁମାନଙ୍କର ଚୁଜ୍ କରିଛ ସେମାନଙ୍କର କରେକ୍ଟ ଆନ୍ସର। ପରବର୍ତ୍ତୀ ପ୍ରଶ୍ନ ହେଉଛି ନିମ୍ନୋକ୍ତ ମଧ୍ୟରୁ କେଉଁଟି ବିଭକ୍ତି ସୂଚକ ଅବୟ ନୁହେଁ? ବିଭକ୍ତି ସୂଚକ ଅବୟ ନୁହେଁ। ବୋଲି, ନା ବିନା, ନା ଧିକ୍, ନା ଅପେକ୍ଷା। କ'ଣ ହେଲା? ବିଭକ୍ତି ସୂଚକ ଅବୟ ନୁହେଁ ଆମର କହିଛି। ହେଲେ କରେକ୍ଟ ଆନ୍ସର ଏଇଟା କେଉଁଠି ହେଇଯିବ? ବିନା। ଅପସନ୍ ବିଟା ହେଉଛି ତୁମର କରେକ୍ଟ ଆନ୍ସର। ବିଭକ୍ତି ସୂଚକ ଅବୟ ହେଉଛି ବିନା। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ପରବର୍ତ୍ତୀ ପ୍ରଶ୍ନ ହେଉଛି ତୁମେ ଅପେକ୍ଷାରେ ସେ ଯଥେଷ୍ଟ ଆଗୁଆ। ତୁମ ଅପେକ୍ଷା ସେ ଯଥେଷ୍ଟ ଆଗୁଆ। ରେଖାଙ୍କିତ ପଦଟି କେଉଁ ପ୍ରକାର ଅବୟ? ଅପେକ୍ଷା, ସମ୍ଭାବନା ସୂଚକ, ନା ବିଭକ୍ତି ସୂଚକ, ନା ନିର୍ଦ୍ଦେଶ ବୋଧ, ନା ଅବୟ, ନା ବିକଳ୍ପଥକ ଅବୟ। ତାହେଲେ ଏଠି ଅପେକ୍ଷା, ତୁମ ଅପେକ୍ଷା ସେ ଯଥେଷ୍ଟ ଅଧିକ ଆଗୁଆ। ତାହେଲେ ଏଠି ଆମର ବିଭକ୍ତି ସୂଚକ ଅବୟ। ପରବର୍ତ୍ତୀ ପ୍ରଶ୍ନ ଅଛି କ'ଣ? ଉପରୋକ୍ତ ବାକ୍ୟରେ କେଉଁ ବିଭକ୍ତି ଅର୍ଥ ସୂଚିତ ହେଉଛି? ଉପରୋକ୍ତ ବାକ୍ୟରେ ଆମର କେଉଁ ବିଭକ୍ତିର ଅର୍ଥ ସୂଚକ ହେଉଛି? ଦ୍ୱିତୀୟ, ନା ତୃତୀୟ, ନା ପଞ୍ଚମୀ, ନା ଷଷ୍ଠୀ? ଦେଖ ଆମର 7 ପ୍ରକାର ବିଭକ୍ତି। 7 ପ୍ରକାର ବିଭକ୍ତି। ଷଷ୍ଠ ବିଭକ୍ତିର କାରକ ଶୂନ୍ୟ। ଷଷ୍ଠ ବିଭକ୍ତିଟା ହେଉଛି ଆମର କ'ଣ? କାରକ ଶୂନ୍ୟ। ତାର କୌଣସି କିଛି କାରକ ନାହିଁ। ଏମିତି କର୍ମ, କର୍ତ୍ତା କାରକ ଏସବୁ ଯେଉଁ ଅଛି, ଅଧିକରଣ କାରକ, କିନ୍ତୁ ଆମର ଷଷ୍ଠଟା କାରକ ଶୂନ୍ୟ। ଦେଖ ତାହେଲେ ଏହାର କରେକ୍ଟ ଆନ୍ସର କେଉଁଟା ହେଇଯିବ? ଉପରୋକ୍ତ ବାକ୍ୟରେ କେଉଁଟି ବିଭକ୍ତିର ଅର୍ଥ ସୂଚିତ ହେଉଛି? 18 ନମ୍ବର କରେକ୍ଟ ଆନ୍ସର କେଉଁଟା? ନା ପଞ୍ଚମୀ। ଅପସନ୍ ସି। ପରବର୍ତ୍ତୀ ପ୍ରଶ୍ନ ହେଲା କ'ଣ? ଧନ ବିନା ଚଳିବା କଷ୍ଟ। ରେଖାଙ୍କିତ ପଦଟି କେଉଁ ବିଭକ୍ତିର ଅର୍ଥ ସୂଚକଟେ? ଷଷ୍ଠୀ, ପଞ୍ଚମୀ, ଦ୍ୱିତୀୟ, ତୃତୀୟ। କରେକ୍ଟ ଆନ୍ସର କେଉଁଟାରେ? ଧନ ବିନା ଚଳିବା କଷ୍ଟ। ତାହେଲେ ଆମର ପଞ୍ଚମୀ ହେଇଯାଉଛି। ଅପସନ୍ ବିଟା ହେଉଛି କରେକ୍ଟ ଆନ୍ସର। ପରବର୍ତ୍ତୀ ପ୍ରଶ୍ନ କ'ଣ ହେଲା? କରଣ ସୂଚକ ଅବୟ କାହା କହିବା? କରଣ ସୂଚକ ଅବୟ ଆମେ ଜାଣିଲେ ସଂଯୋଜକ ଅବୟ, ବିଯୋଜକ ଅବୟ। ଏବେ ଜାଣିବା କରଣ ସୂଚକ ଅବୟ। କରଣ ସୂଚକ ଅବୟ କ'ଣ କହିବା? ନା ବାକ୍ୟରେ ଯେଉଁ ପଦ ବାରମ୍ବାରତାକୁ ପ୍ରକାଶ କରେ ତାହାକୁ, ନା ଯାହା ଦୁଇଟି ବାକ୍ୟର ସଂଯୋଗ କରେ, ନା ଯେଉଁ ପଦ ଦ୍ୱାରା ବାକ୍ୟାର୍ଥ ନିଶ୍ଚିତ ସୂଚିତ ହୁଏ, ନା ଯେଉଁ ପଦ ବାକ୍ୟର ଭାବକୁ ହେତୁବୋଧକ କରେ। କାରଣ ସୂଚକ ଅବୟ ଆମର କେଉଁଟା? କାହା କହିବା କାରଣ ସୂଚକ ଅବୟ? ଆମର ଯେଉଁ ପଦ ବାକ୍ୟର ଭାବକୁ ବା ହେତୁବୋଧ କରେ। ଅପସନ୍ ଡିଟା ହେଉଛି ତୁମର କରେକ୍ଟ ଆନ୍ସର। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ନା କାଳେ ମେଘ ହେବ ସେ ଛତାଟିଏ ନେଲା। ରେଖାଙ୍କିତ ପଦ କେଉଁ ପ୍ରକାର ଅବୟ? ଏଇଟା ଆମର କେଉଁ ପ୍ରକାର ଅବୟ? କରେକ୍ଟ ଆନ୍ସର କେଉଁଟା ଆମର ହେଇଯାଉଛି? ନା ଆମର କାରଣ ସୂଚକ ଅବୟ। ପରବର୍ତ୍ତୀ ପ୍ରଶ୍ନ ଅଛି କ'ଣ? ପରବର୍ତ୍ତୀ ପ୍ରଶ୍ନ ହେଉଛି ଭିନ୍ନଧର୍ମୀ ଶବ୍ଦଟି ଅଲଗା। ମାନେ କି ଶବ୍ଦଟି କି? ଅସ୍ତାଚଳ, ନୀଳାଚଳ, ହିମାଚଳ, ନା ସୀମାଚଳ। କେଉଁଟା କରେକ୍ଟ? ନା ନୀଳାଚଳ। ଗଟା ହେଉଛି କରେକ୍ଟ। ଭିନ୍ନଧର୍ମୀ ଶବ୍ଦ ଭିନ୍ନ କେଉଁଟା ଆମର? ଆମର ଦୁଷ୍ଟର। ପ୍ରଶ୍ନ ମନ ଯୁକ୍ତ ବାଞ୍ଛା ସନ୍ଧି କଲେ କ'ଣ ହେବ? ମନ ଯୁକ୍ତ ବାଞ୍ଛା ସନ୍ଧି କଲେ କ'ଣ ହେବ ଆମର? ମନ ବାଞ୍ଛା। ପରବର୍ତ୍ତୀ ପ୍ରଶ୍ନ ଅଛି କ'ଣ? କେଉଁଟି ଠିକ୍? କେଉଁଟା ଆମର ଠିକ୍ ଅଛି? ନିରୀହ। କେଉଁ ନିରୀହଟା ଆମର ସଠିକ୍ ଅଛି, ଶୁଦ୍ଧ ଅଛି? ନା ଆମର ଏଇ ନିରୀହ ଘଟା ହେଉଛି ଠିକ୍। ପରବର୍ତ୍ତୀ ପ୍ରଶ୍ନ କ'ଣ? ଅନ୍ୱେଷଣ
सन्धि विच्छेद कले कौन हेब अन्नयुक्त एषण अनुयुक्त एषण ना अयुक्त अनेषण ना अन्नयुक्त एषण अन्वेषण कौन आम करेक्ट आंसर हो अनुयुक्त एषण देखो ये एग्जाम तुम आसूची रिपीटेड क्वेश्चन। परवर्ती प्रश्न कौन अच्छे देखा नयन सन्धि विच्छेद कले कौन हम नयन कौन ने युक्त अन पवन सन्धि विच्छेद कले कौन हम पवन ना पो युक्त अन गड़ा हूँ करेक्ट आंसर। परवर्ती प्रश्न कौन अच्छे देखा देखो गबाख सन्धि विच्छेद कलर कौन आसो ये गोटे इम्पोर्टाट गबाख सन्धि आसुचे आर करेक्ट आंसर कौड़ा हो ना गो युक्त अक्ष गबाख। परवर्ती प्रश्न होचे निम्नोक्त मध्यरु किए जन्यजनक संबोधस्पद अटे करेक्ट आंसर कौड़ा हो जाउची आमर क पवनर पुत्र वाक्य मध्य क्रियापद सहित अन्य पद मानकर जो संबंध थाए ताहाक आमे कौन कहबा ताहाक आमे कौन कहबा ना आमर कौन कहबा ना कारक कहबा। परवर्ती प्रश्न कौन अच्छे केत गोटी कारकर परिकल्पना कराइछि केत गोटी कारकर परिकल्पना कराइछि ना आमर 6 गोटी। परवर्ती प्रश्न अच्छे जो क्रिया संपादन करे ताहाको कौन कहुचे क्रिया संपादन कराए ताहले आमे ता कौन कर्ता कारक कौड़ा हो आमर राइट आंसर। परवर्ती प्रश्न कौन अच्छे देखा परवर्ती प्रश्न अच्छे रामचंद्र रावण को वध करते एठारे क्रियापद केउटा क्रियापद आमर केउटा रामचंद्र ना रावण ना वध ना करते कार्यटा करते संपादन करते डी करते। परवर्ती प्रश्न हूँ कौन अक्षय गोटे भल गीत गाइले वाक्य कर्मपद आमर कौटा अक्षय ना भल ना गीत ना गाइले कर्मपद आमर यहाँ केउटी ना आमर गीत कर्म गोटे कार्य को बुझाऊँ ऑप्शन सी हूँ करेक्ट आंसर। परवर्ती प्रश्न कौन हो पंडित शिष्य मान उपदेश देले रेखांकित पद क्यों प्रकार गुणकर्म ना मुख्यकर्म ना द्विकर्मक ना सकर्मक करेक्ट आंसर कौड़ा हो ना मुख्यकर्म। परवर्ती प्रश्न कौन रहा क्यों शब्दटा अलगा छोट ना क्षुद्र ना लघु नाग अलग आमर क्यों शब्दटा अच्छी करेक्ट आंसर कौड़ा हो ना नाग। परवर्ती प्रश्न अच्छे कौन पिता शब्दर प्रतिशब्द आमर क्योंटा पितार प्रतिशब्द आमर क्योंटा हम कोकी ना तात ना शतदल ना रसा पिता ना आमर तात। परवर्ती प्रश्न हूँ चंद्र शब्दर प्रतिशब्द क्योंटा चंद्र चंद्रर प्रतिशब्द आमर क्योंटा हम निशाकर। परवर्ती प्रश्न हूँ कौन भाई भाई मध्य अहिनकूल संपर्क सृष्टि हेबा उचित नुहे रेखांकित खंडवाक्य केउं अर्थ को प्रकाश कर केउं अर्थ को प्रकाश कर देखो अहिनकूल संपर्क ना अहिनकूल संपर्क ना अहिनकूल युद्ध ना सापनेउलर युद्ध घोर शत्रुता अलना कथा यही केउं अर्थ प्रकाश कर करेक्ट आंसर कौड़ा हो जाउची ना आमर मूल्यहीन कथा। निहाती भाव में भिडियोटी जब भल लगी लाइक शेयर कमेंट करेंगे चैनल को जब प्रथम आसछन्ति चैनल को गोटे सब्सक्राइब कर रखिए।